श्री गणेशाय नमः। माघ महात्म्य प्रथम अध्याय। नारायण नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लङ्घयते गिरिं यत्कृपातमहं वन्दे परमानंद माधवम। नमस्कार बंधुगण, जय जगन्नाथ। माघ मासरे माघ महात्म्य निश्चय शुणंत। जय हे प्रभु भगवान भृत्यर फेड़ अभिमान। माया संसारे जार लीला जानम देव सिंधु भेला। श्रीमुख गोटी सूर्य प्राय शिरे सेवंती चूल सोहे। मुकुट किराट कुंडल दिशई अत्यंत उज्ज्वल। घटण ललाट सुंदर कियबा देवा पटांतर। विकच कमल नयन दर्शने दुरित दहन। सुसंचनाशा मनोहर बिंबको निंदई अधर। कंठे लंबई धंडा माल पदक सोहे बक्षस्थल। चंदने जर जर हिया जगत जनम नमहा। आजान लंबे भुज दंड हृदरे पूरिछि ब्रह्मांड। पीतवसन परिधान सुवन वेणुरे शोभन। चक्का बैठी परे सोता तहि कि उपमा देवा। दिव्य सुवेश होई हरि विजय आसी नीलगिरी। संगते भाई भग्नी घेनी भोग विलास विजेतिनी। लक्ष्मी सहिते सरस्वती छामुरे उमा खगपति। देवता माने प्रतिदिन आसीन करन्ति दर्शन। संसार हानि लाभ कथा तांकोटी लागई सर्वथा। देवता माने अनुक्षण सेवन्ति श्रीकृष्ण चरण। जे जहा सेवारे खटन्ति आलट चामर ढाळन्ति। शरण वत्सल मुरारी भकत जने दया करी। आपणे बेनी बाहु तोली शरण रखन्ति संभाली। शुण हे साधु जन माने शरण पश से चरणे। त्राहि करिबे जगन्नाथ भणे नृसिंह दास सुत। पामर कृष्ण दास भणी करुणा कले चक्रपाणी। आज्ञा से देले परम ब्रह्म देखिबी माघ महात्म। शुण सुजने एक मने दिनेटी द्वारका भुवने। प्रभात उठी दया निधि सारिले नित्य कर्म विधि। विजय तोटा जगतीरे उद्धव छन्ति संगरे। आउ सेठारे केही नाही पलंके विजे जदु साई। अवकाशर बेल जाणी उद्धव जोड़िबेनि पाणी। बोलई कृष्ण मुख चाही शुणी मा कमलार साई। कथाए पचारिबी स्वामी
ଫେଡ଼ି କହିବ ଅନ୍ତର୍ଯ୍ୟାମୀ ମଥୁରାପୁରେ ଥିବା ବେଳେ ଜରାସନ୍ଧର ରଡ଼ି ବେଳେ ଲକ୍ଷେ ନୃପତିଙ୍କୁ ଘେନିଣ ବେଢ଼ିଲା ଜରାସନ୍ଧ ରାଣ। ତୁମେ ଯେ ରାମକୃଷ୍ଣ ବେନି ଯୁଝିଲ કરે ଶସ୍ତ୍ର ଘେନି କୋପରେ ଜରାସନ୍ଧ ବୀର ବହୁତ କଲା କସମର ତାହାକୁ ପ୍ରାଣେ ନ ସଂହାରି ତୁମେ ଯୁଝିଲ ମାୟା କରି ଦେଖି ଭାଳଇ ଉଗ୍ରସେନ ଭୟେ ବିକଳ ସର୍ବଜନ ଆରତେ ତୋତେ ସୁମରନ୍ତି ଡାକନ୍ତି ରଖ ହେ ଶ୍ରୀପତି ଆତଙ୍କ ନାଶନ ତ ଦାନା ବିପତ୍ତି କାଳେ ବଜ୍ର ସେନା ତାହାଙ୍କ ହୃଦ କଥା ଜାଣି ଗରୁଡ଼େ ସୁମରିଲେ ପୁଣି ଗରୁଡ଼ ଇଲା ତକ୍ଷଣେ ନମିଲା ତୁମ୍ଭ ଶ୍ରୀଚରଣେ ତୁମ୍ଭେ ବୋଇଲ ଗରୁଡ଼କୁ ଶତ୍ରୁ ଯେ ବେଢ଼ିଛି ଆମ୍ଭଙ୍କୁ ଏ ସର୍ବ ପିଠିରେ ବସାଅ ଗଗନ ମାର୍ଗେ ଚଳି ଯାଅ ଗନ୍ଧମାର୍ଦ୍ଦନ ପରବତେ ନେଇଣ ଥୋଇବ ଗୁପତେ ତୁମ୍ଭ ଆଜ୍ଞାରେ ଖଗନାଥ ପିଠିରେ ବସାଇ ତୁରିତ ଆକାଶ ମାର୍ଗେ ଗଲେ ଚଳି ଗନ୍ଧମାର୍ଦ୍ଦନେ ଯାଇ ମିଳି ସମସ୍ତ ଲୋକଙ୍କୁ ଲୁଚାଇ ଅଇଲା ଅତି ବେଗ ହୋଇ ଏଥୁ ତାରେ ତୁମ୍ଭେ ନାଥ ଚଢ଼ିଣ ନନ୍ଦୀ ଘୋଷ ରଥ ବଳରାମ ହିଁ ତାଳ ଧୋଜେ ତକ୍ଷଣେ ତୁମ୍ଭ ସଙ୍ଗେ ବିଜେ କରିଣ ଯୁଦ୍ଧରେ ମଜିଲେ ଭଲ ମନ୍ଦ ହୀନ ବୁଝିଲେ ଗନ୍ଧମାର୍ଦ୍ଦନେ ପ୍ରାଣୀ ଯେତେ ରହିଲେ କର୍ମର ଆୟତେ ବହୁତ କଷ୍ଟ ସେ ସହିଲେ କର୍ମ ଆଦରି ଦିନ ନେଲେ ଏବେ ତ ଶୀତ ପ୍ରବେଶିଲା ତାହାଙ୍କ କଷ୍ଟ ଯେ ବଢ଼ିଲା ସ୍ୱଭାବେ ହିମ ଋତୁ ଏହି ଶୀତେ କମ୍ପଇ ସର୍ବଦେହି ନାସା ଶ୍ରବଣ ପାଦ ପାଣି ଯୋଡ଼ିଲା ହିମ ପ୍ରାୟ ପୁଣି ତେଣୁ ମୁଁ ପଚାରଇ ଏବେ ଏ ଯେତେ ଅଛନ୍ତି ମାନବେ ଥୋକେ ଧର୍ମକୁ ବିଚାରନ୍ତି ମାଘ ସ୍ନାହାନ ଯେ କରନ୍ତି ବିଶେଷ ମାଘ ମାସ ଜାଡ଼ ଏ ବଡ଼ କଷ୍ଟ କଥା ମାନ ଯେ ଲୋକ ଏ ବ୍ରତ ପାଳିବ କି ଭାବେ ଧର୍ମ ଆଚରିବ କି ଦ୍ରବ୍ୟ ଭୋଜନ କରିବ ଆନବା କାହାକୁ ଛାଡ଼ିବ ତହିଁର କହ କେତେ ଫଳ ଶୁଣିବା ପ୍ରଭୁ ଆଦିମୂଳ। ଶ୍ରୀ ଭଗବାନ ବାଚ ସେ କଥା କହିବା ବୁଝାଇ ଶୁଣତୁ ଏକ ମନ ହୋଇ ସ୍ନାନର ବିଧିମାନ ଯେତେ ସବୁ କହିବା ତ ବ୍ରତେ ସଂସାରେ ଛନ୍ତି ଯେତେ ଲୋକ ଶ୍ରେୟବା ଅଟନ୍ତି ଧାର୍ମିକ ସେ ପ୍ରାଣୀ ଯେମନ୍ତେ କରିବ ଧର୍ମ କଥାରେ ମନ ଥିବ ଏକାନ୍ତେ ବିଚାରିବ ବସି ହୋଇଲା ପୁଣ୍ୟ କାଳ ଆସି ମକର ସ୍ନାହାନ କରିବ ସକଳ ପାପୁ ନିସ୍ତରିବ ଶ୍ରୀହରି କରୁଣା ହୋଇଲେ ଏ ଧର୍ମ ଆଚରିବ ଭଲେ ଏମନ୍ତ ମନରେ ବିଚାରି
ହୃଦ କମଳ ଦୃଢ଼ କରି ଜାଣିବ ଧନୁ ମାସ ଗଲେ ମକର ସଂକ୍ରାନ୍ତି ହେଲେ ନହେଲେ ପୂର୍ଣ୍ଣିମାର ଠାରୁ କେଅବା ମାଘ ସ୍ନାନ କରୁ ରଜନୀ ପ୍ରହରେ କଥିବ ତକ୍ଷଣେ ଶଯ୍ୟାରୁ ଉଠିବ ନିଦ୍ରା ଅଳସ ଭାବ ତେଜି ମୋ ପାଦ ଅନୁକ୍ଷଣେ ଭଜି ମୋ ନାମ କରିବ ଗାୟନ ଚଞ୍ଚଳ ନ କରିବ ମନ ଗଗନେ ତାରା ଗଣ ଥିବ କୁକୁଟ ପକ୍ଷୀ ରାବ ଦେବ ରାତ୍ର ଯେବେ ନିଦଣ୍ଡ ଥାଉ କାକ ପକ୍ଷୀ ଡାକ ନ ଦେଉ ସଦନ ବାହାର ହୋଇବ ଶୀତକୁ ଭୟ ନ କରିବ ଚଳିବ ମାଧବ ବୋଲିଣ ଶୀତକୁ ନ ଡରି ଯାଇଣ ପଖାଳି ତିନି ବେଳ ମଥା ସ୍ନାନ ନ କରିବ ବ୍ୟଥା ଓଦା ବସନେ ତହୁଁ ଆସି ଅନଳ ପାଖରେ ନ ବସି ପିନ୍ଧିବ ଶୁଦ୍ଧ ଶୁକ୍ଳ ବାସ ଦୋସଡ଼ା କର ଭାବେ ବସ ବସି ଶୁଦ୍ଧ ଆସନେ ଗୋଟି ହରି ମନ୍ଦିର ଚିତା କାଟି ଦରିଦ୍ର ଭିକ୍ଷୁକ ଜନକୁ ନିରାଶ ନ କରିବ ତାଙ୍କୁ ଶକ୍ତି ଅନୁକ୍ରମରେ ଦେବ ନଥିଲେ ଆଶ୍ୱାସୀ କହିବ କର୍ଣ୍ଣେ ଶୁଣିଣ ମୋ ଚରିତ ଶରୀର ହୋଇବ ପବିତ୍ର ସତ୍ୟ ଭାସିବ ପ୍ରତିଦିନ ନ କହିବ ମିଥ୍ୟା ବଚନ ମିଥ୍ୟା କହିଲେ ଧର୍ମ ହାନି ତାହାକୁ ବୋଲିଟି ଅଜ୍ଞାନୀ ଏଣୁଟି ନ କହିବ ମିଥ୍ୟା ନିତ୍ୟ ଭାସିବ ସତ୍ୟ କଥା ଉଆ ତଣ୍ଡୁଳ ଏକ ବେଳେ ଭୁଞ୍ଜିବ ରବି ଅସ୍ତ କାଳେ ତିଉଣ କରି ନିରାମିଷ ତିଳେ ନ ଛୁଇଁବ ଆମିଷ ଆଉ ନ କରିବ ଭୋଜନ ଏତେକେ ହରିବ ସେଦିନ କୁଙ୍କୁମ ତୈଳ ନ ଘେନିବ କଟୁ କଥା ହିଁ ନ ଶୁଣିବ ଆଉ କଥାଏ ଥିବ ପାଳି ଭକ୍ଷିବ ନାହିଁ ବର କୋଳି ଖଜୁର ମୂଳା ଆଦି ତ୍ୟାଗୀ ଏତେ ପଦାର୍ଥ ଥିବ ଜଗି ମାସକ ଏ ପ୍ରକାର କଲେ ଧର୍ମ ପ୍ରାପ୍ତ ହେବ ଭୋଲେ ମାଘ ସ୍ନାନ ଧର୍ମ ପାଇ ଏ ଭବ ସାଗରୁ ତରଇ ମୈତ୍ର ଦ୍ରୋହ କରୁଥିଲେ ସେ ଦୋଷ କ୍ଷୟ ଯାଇ ଭଲେ ଅନ୍ତେ ଲୋଭଇ ସଦଗତି ଅଶେଷ ଦୂରିତ ଖଣ୍ଡନ୍ତି ମର୍ତ୍ତ୍ୟପୁରରୁ ତରି ଯାଇ ଯମଯାତନା ନ ଲାଗଇ ବୈକୁଣ୍ଠ ଭୁବନେ ବସଇ ଅମୃତ ଭୋଗ ସେ କରଇ ଯେଉଁ କଥାକୁ କରେ ଇଚ୍ଛା ଆମ୍ଭେ ପୁରାଉ ମନ ବାଞ୍ଛା ଶୁଣ ଉଦ୍ଧବ ଏକ ଚିତେ ତୁ ଯାହା ପଚାରିଲୁ ମୋତେ ମାୟା ସାହାରେ ଯେତେ ପୁଣ୍ୟ କହିଲି ସକଳ ବିଧାନ ଶୁଣ ଉଦ୍ଧବ ତୋଷ ହୋଇ କୃଷ୍ଣର ପାଦ ଧର ଶୋଇ ସୁଜନେ କର ଏହା ଶୁଣି ନୃସିଂହ ଦାସ ସୁତ ଭଣୀ ବୋଇଲେ ଦିନ କୃଷ୍ଣ ଦାସ ସୁଜନେ ହରି ନାମ ଘୋଷ ସକଳ ପାପରୁ ନିସ୍ତାର
ବିଷୟ ଦ୍ୱନ୍ଦ୍ୱ ଦୂର କର। ପୁତ୍ର ଭାରି ଯା ପ୍ରାଣ ଅର୍ଥ ଏସବୁ ଅଟଇବି ଅର୍ଥ। ଯେସନେ ଦେଖଇ ସୋପନେ ପୁଣି ନ ଥାଇ ନିଦ୍ରା ଭଗ୍ନେ। ଏହି ପ୍ରକାରେ ସଂସାର ମିଛକୁ ନ ଧର ମନର। ଏଥକୁ ନ କର ସେ ନେହ ପାରିଲେ ତେଜ ମାୟା ମୋହ। କୃଷ୍ଣ ଚରଣେ ଦିଅ ମତି ହେଳେ ତରିବ ଭବ ଭୀତି। ତ୍ରାହି କରିବେ ପିତ ବାସ ଭାବେ ଭଣିଲେ କୃଷ୍ଣ ଦାସ। ପଣ୍ଡିତ ଜନେ ଏହା ଶୁଣି ମୋ ଦୋଷ ନ ଧରିବ ପୁଣି। ପୁରାଣ କଲି ଗୀତ ରସ ଯେ ଆଜ୍ଞା ଦେଲେ ପିତ ବାସ। ତାହା ମୁଁ କଲଇ ଲିଖନ ସୁଜନେ ମୋ ଦୋଷ ନ ଘେନ। ଏ ମାଘ ମହାତ୍ମ୍ୟର ବିଧି ଉଦ୍ଧବେ କହେ ଦୟାନିଧି। ଏଭାବେ ଉପାସନା କର ତରିବ ଦୁସ୍ତର ସଂସାର। ଏ ଅଧ୍ୟାବିଶ୍ୱାସ ଏ ପଦ ଉଦ୍ଧବେ କହିଲେ ମାଧବ। ଇତି ଶ୍ରୀ ମାଘ ମହାତ୍ମ୍ୟ ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ମାଘ ସ୍ନାନ ଧର୍ମ କଥନେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ ଶ୍ରୀ ଭଗବାନ ବାଚ। ବୋଲନ୍ତି ପୁରୁଷ ଉତ୍ତମ କହିଲୁ ମାଘ ମହାତ୍ମ। ଆବର ଶୁଣିବା କଥାଏ ଯାହା ସେ କରନ୍ତି ଥୋକାଏ। ଧର୍ମ ପାଳନ ନ କରନ୍ତି ପରର ଫଳ ଚୋରାବନ୍ତି। ପରର ହିଂସା ମନେ ବହି ପରେ ପ୍ରମାଦ ଚିନ୍ତୁ ଥାଇ। ଏମନ୍ତ ଭାବେ ଯେଉଁ ନର ଏ ଅଧର୍ମ ଅଟେ ତାହାର। କିଏ ବା ବଡ଼ିମା କରିଣ ମିଛରେ କରୁଥାଇ ଟାଣ। ରାତ୍ର ପ୍ରହରେ ଥାଉ ଯାଇ ମାଘ ସ୍ନାନ କରୁଥାଇ। ଶୀତକୁ ନଥାଇ ଯେ ଭଏ ବୁଡ଼ଇ ପ୍ରହରକ ଯାଏ। ଏସନ ବୋଲି କହୁଥାଇ ମିଛେ ପ୍ରାଣୀକୁ ଭଣ୍ଡଇ। ସେ ମୂଢ଼ ନ ପାଳଇ କିଛି ଆମିଷ ପ୍ରତିଦିନ ଭକ୍ଷୀ। ଦିନେ କନ ତିନି ବେଳ ସୁଖେଣ ଭୁଞ୍ଜଇ ଚଣ୍ଡାଳ। ଅତି ଦାରୁଣ ତାର କାଏ ଦୟାଳୁ କଦାଚନ ନହେ। ମଦନେ ଉନ୍ମତ୍ତ ହୋଇ ଯୁବତୀ ସଙ୍ଗେ ମାତି ଥାଇ। କ୍ଷଣେ ନ ଛାଡ଼େ ସ୍ତ୍ରୀ ପାଶ ନିତ୍ୟ କରଇ ପ୍ରେମ ରସ। ଉଠଇ ରାତ୍ର ପାହିବାରେ ସ୍ନାନ କରଇ ଉଛୁରେ। ଅଳପ ନିରଙ୍ଗେ ଦେଇ ଆସଇ ତର ତର ହୋଇ। ବସଇ ହୁତାସନ ପାଶେ ମୋ ନାମ ମୁଖରେ ନ ଘୋଷେ। ରବି ଉଦୟ ହେବା ଜାଣି ଭକ୍ଷଇ ନାନା ଦ୍ରବ୍ୟ ଆଣି। ମାଘ ସ୍ନାନ କରିବାର ସମସ୍ତ ବିଫଳ ତାହାର। ସେ ଯେ ଲୋଭଇ କିସ ଧର୍ମ ବ୍ୟର୍ଥେ ଲୋଭିଥାଇ ଶ୍ରମ। ଥୋକେ ମୋ ନାମ ନ ଭଜନ୍ତି ମକର ସ୍ନାନ କରନ୍ତି। ଶୁଣନ୍ତି ଧର୍ମଶାସ୍ତ୍ର ମାନ ଜାଣନ୍ତି ସବୁ ପାପ ପୁଣ୍ୟ। ତଥାପି ପାଳି ନ ପାରନ୍ତି ଅଧର୍ମ ପଥ ଆବରନ୍ତି। ହରନ୍ତି ପର ସ୍ତ୍ରୀ ଧନ
ଦଣ୍ଡିଆ ପଣେ ନିଅନ୍ତି ଦିନ। ତେଣୁ ସକଳ ଧର୍ମ ନାଶ, ସ୍ନାହାନ କଲେ ହେବ କିସ। ପ୍ରାଣୀ କେବଳ ଧର୍ମ ଆସେ, ସ୍ନାହାନ କରେ ମାଘ ମାସେ। ମୁଖରେ ସତ୍ୟ ନ ଭାସଇ, ମିଥ୍ୟାରେ ପ୍ରବର୍ତ୍ତିଣ ଥାଇ। କୁଙ୍କୁମ ତୈଳ ଘେନିଣ, ପ୍ରତ୍ୟହ ଲେପରଙ୍ଗେଣ। ଭକ୍ଷଣ ବର କୋଳି ମୂଳେ, ପାଳି ନ ପାରି ହେଳା କରେ। ନିନ୍ଦଇ ଶାସ୍ତ୍ର ଯେ ପୁରାଣ, ନ ବସେ ସାଧୁ ସଙ୍ଗ ତେଣ। କରଇ ପାଷାଣ୍ଡ ଆଚାର, ନଥାଇ ଅନୁରାଗ ଜାର। ସେ ମାଘ ମାସେ ଧର୍ମ ଯେତେ, ସ୍ୱରୂପ କହିବାକୁ ତୋତେ। ଆଉ କଥାଏ ଶୁଣ ଏବେ, ଯେବଣ କୃତ୍ୟ ହେଲା ପୂର୍ବେ। ସୁରପତିର ଜ୍ୟେଷ୍ଠ ସ୍ନାନ, ଅଟଇ ଜାଣ ଚିତ୍ର ସେନ। ଅପରିମିତ ତାର ବଳ, ଅଟଇ ତେଜ ଅନର୍ଗଳ। ଧାର୍ମିକ ସତ୍ୟବନ୍ତ ବୀର, ରୂପକୀ ଦେବା ପଟାନ୍ତର। ଦିନେଟି ବିଚାରଇ ମନ, କରିବ ମକର ସ୍ନାହାନ। ଖଣ୍ଡିବି ସକଳ ଦୁରିତ, ଏ ଦେହ ହୋଇବ ମୁକତ। ଏମନ୍ତ ମନେ ବିଚାରଇ, ମକର ସ୍ନାନ କରୁଥାଇ। ଏମନ୍ତେ ସୁଖେ ଗଲା ଦିନ, ଦିନକୁ ଦିନ ହେଲା ଜାଣ। ଦିନେ ହେମନ୍ତ ପୂର୍ଣ୍ଣ କଲା, ଯାମିନୀ ପ୍ରଭାତ ଉଠିଲା। ତୈଳ ମୁଣ୍ଡେ ଲଗାଇଣ, ଗଲାକ ସ୍ନାନ କରିଣ। ସ୍ନାନ କରି ଅତି ବେଗେ, ମିଳିଲା ମାଧବଙ୍କ ଆଗେ। ପ୍ରତ୍ୟକ୍ଷେ ମାଧବଙ୍କୁ ଚାହିଁ, ଆନନ୍ଦେ ଦର୍ଶନ କରଇ। ଦେଖି ମାଧବ କୋପ କଲେ, ତକ୍ଷଣେ ତାକୁ ଶାପ ଦେଲେ। ବୋଇଲେ ଅଜ୍ଞାନ ତୁଚ୍ଛାର, ଦ୍ରୋହର୍ଜିଲୁ ରେ ପାମର। ମକର ସ୍ନାନ କରିଥିଲୁ, ମୁଣ୍ଡରେ ତୈଳ ଘେନିଲୁ। ଏ ବୁଦ୍ଧି କଲୁ ରେ କିମ୍ପାଇଁ, ଜ୍ଞାନ ଗୋଚର ତୋର ନାହିଁ। ଏବେ ତୁ ବ୍ୟାଘ୍ର ରୂପ ହୁଅ, ବନସ୍ତେ ବୁଲି ମରୁଥାଅ। ବ୍ୟାଘ୍ର ହଇଣ ଦିନ ବଞ୍ଚ, ଗୁରୁ ଚଣ୍ଡାଳ ସର୍ବଭକ୍ଷ। ଶୁଣି ଗନ୍ଧର୍ବ ଭୟ କଲା, ବହୁତ ବିନୟ ହୋଇଲା। ହେ ପ୍ରଭୁ ବ୍ୟାଘ୍ର ଯେବେ ହେବି, କେମନ୍ତେ ଉଦ୍ଧାର ଲଭିବି। ଏଥିର ପ୍ରତିକାର କର, ସଙ୍କଟ ବାରେ କ ଉଦ୍ଧାର। ଶୁଣି ମାଧବ କୃପା କଲେ, ସନ୍ତୋଷ ହୋଇ ଆଜ୍ଞା ଦେଲେ। ବୋଇଲେ ବ୍ୟାଘ୍ର ହୋଇଥିବୁ, ସତେ ବରଷେ ନିସ୍ତରିବୁ। ତେବେ ପାଇବୁ ନିଜ କାୟ, ଶୁଣି ଗନ୍ଧର୍ବ କଲା ଭୟ। ତକ୍ଷଣେ ବ୍ୟାଘ୍ରେ କହିଲା, ଗର୍ଜନ କରି ତଁ ଗଲା। ରହିଲା ଅଗମ୍ୟ ବନସ୍ତେ, ଜୀବ ମାରିଣ ଭକ୍ଷେ ନିତ୍ୟେ। ବିପ୍ର ଚଣ୍ଡାଳ ଗୋରୁ ଗାଈ, ପଥେ ଗମିଣ ଧରୁଥାଇ। ଏମନ୍ତେ କେତେ ଦିନ ଗଲା, ଅନେକ ଜୀବ ବଧ କଲା। ପୁରିଲା ସତେକ ବରଷ, ତେବେ ଖଣ୍ଡିଲା ପାପ ଦୋଷ। ତକ୍ଷଣେ ନିଜ ରୂପ ଧରି, ସ୍ୱର୍ଗକୁ ଗଲା ଶୀଘ୍ର କରି। ମକର ସ୍ନାନ କରିବ, ତୈଳ
ମାତ୍ର ନ ଘେନିବ, ତୈଳ ଘେନିଲେ ବଡ଼ ଦୋଷ, ଶାର୍ଦୂଳ ହୋଇବ ଅବଶ୍ୟ। ମିଥ୍ୟା କହିଲେ ନାହିଁ ପାର, ଅନ୍ତେଣ ହୁଅଇ କୁମ୍ଭୀର। ଯୁବତୀ ସଙ୍ଗେ କରି ରତି, ଅନ୍ତେ ଲୋଭଇ ମନ୍ଦ ଗତି। ତହିଁ ଅନ୍ତରେ ସେହି ପ୍ରାଣୀ, କୃମି ହୁଅଇ ଜନ୍ମ ତିନି। ଶୁଣ ହୋ ଭକତ ଉତ୍ତମ, ମାଘ ସ୍ନାହାନେ ଯେତେ ଧର୍ମ। ବିଧାତା ମାଘ ସ୍ନାନ କରି, ବ୍ରହ୍ମାଣ୍ଡେ ହେଲେ ଅଧିକାରୀ। ମକର ସ୍ନାନ କଲେ ହର, ସର୍ବଦା ହୋଇଲେ ଅମର। ବାସବ ଏହି ବ୍ରତ କଲା, ସ୍ୱର୍ଗରେ ନୃପତି ହୋଇଲା। ଲକ୍ଷ୍ମୀ ଯେ ମାଘ ସ୍ନାନ କଲେ, ମୋତେ ପତି ପଣେ ପାଇଲେ। ତୁ ଏବେ ମାଘ ସ୍ନାନ କର, ମୋ ନାମ ହୃଦ ପଦ୍ମେ ଧର। ଦୁରିତ ହୋଇବ ଦହନ, ଅନ୍ତେ ମଙ୍ଗେ ବୁଲିନ। ନିନ୍ଦା କରିବ ଯେଉଁ ଲୋକ, ଅନ୍ତେ ଲୋଭିବ କୁମ୍ଭୀ ପାକ। ଉଦ୍ଧବେ କହିଲେ ଅଚ୍ୟୁତ, ଭଣେ ନୃସିଂହ ଦାସ ସୁତ। କହଇ ଦିନ କୃଷ୍ଣ ଦାସ, ପ୍ରଭୁ ପାଦକୁ ମୋର ଆସ। ପ୍ରଭୁ କରିବେ ମୋତେ ପାରି, ଏ ଅଧ୍ୟାୟ ଶାଶିରେ ସରି। ଇତି ଶ୍ରୀ ମାଘ ମହାତ୍ମ୍ୟେ ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ଚିତ୍ରସେନ ଗନ୍ଧର୍ବ ମୋକ୍ଷଣେ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ। ଉଦ୍ଧବ ଉବାଚ, ଗୋବିନ୍ଦ ମୁଖୁ ଏହା ଶୁଣି, ଉଦ୍ଧବ କହେ ମଞ୍ଜୁବାଣୀ। ତୁ ପ୍ରଭୁ ଜଗତର ତାତ, ଆଜି ମୁଁ ହୋଇଲି ମୁକତ। ମାଘ ସ୍ନାନ ଧର୍ମ କଥା, ଶୁଣି ତୁଟିଲା ଭବ ବ୍ୟଥା। ଆଉ କଥାଏ ମୋତେ କହ, ମନରୁ ଫିଟୁ ମୋ ସନ୍ଦେହ। ମନୁଷ୍ୟମାନେ ବୁଦ୍ଧିମନ୍ତ, ଜାଣନ୍ତି ସକଳ ବୃତ୍ତାନ୍ତ। ଧର୍ମ ନିମିତ୍ତ ଚିତ୍ତେ ଚିନ୍ତି, ଯେ ବାର ବ୍ରତ ଆଚରନ୍ତି। ସେ କିମ୍ପା ହୁଅନ୍ତି ଅଜ୍ଞାନ, ସ୍ତ୍ରୀ ପ୍ରସଙ୍ଗେ ଦିଅନ୍ତି ମନ। ଏକଥା କହ ନାଥ ମୋତେ, ଯେମନ୍ତ ଯିବ ପରତେ। ଶ୍ରୀ ଭଗବାନ ଉବାଚ, ଉଦ୍ଧବ ମୁଖୁ ଏହା ଶୁଣି, ହସି ବୋଲନ୍ତି ପଦ୍ମ ପାଣି। ତୁ ଏବେ ପୁଛା କଲୁ ଯାହା, କହିବି ବିସ୍ତାରିଣ ତାହା। ପୂର୍ବେ ଅନେକ ତପ କରି, ଜନ୍ମ ହୋଇଲେ ଦେହ ଧରି। ମନୁଷ୍ୟ କଳେ ବର ପାଇ, ତ୍ରିଗୁଣ ସଙ୍ଗେ ଜଡ଼ିଥାଇ। ଆଜ୍ଞାନେ ବାଳୁତ ସ୍ୱଭାବେ, କିଛି ନ ଜାଣେ ମତ ଗର୍ବେ। ଦ୍ୱାଦଶ ବରଷ ହୁଅନ୍ତେ, ମଦନ ପୀଡ଼େ ହୃଦଗତେ। ତେଣୁ ଲୋଭଇ କାମ ବାଧା, ସ୍ତ୍ରୀଙ୍କି କରେ ବହୁ ଶ୍ରଦ୍ଧା। ଶୃଙ୍ଗାର ରସ ଇଚ୍ଛା କରେ, ଲୀଳା ବିନୋଦେ ଦିନ ହରେ। ସ୍ୱଭାବେ ତରୁଣ ବୟସ, ନ ମଣେ ଭଲ ମନ୍ଦ ତ୍ରାସ। ପାପକୁ ନଥାଇ ତା ଭୀତି, ଚଞ୍ଚଳ କରୁଥାଏ ମତି। ଦୁର୍ବୁଦ୍ଧି ଭାବ ମନେ ଧରି, ଏମନ୍ତେ ପାପ ମାନ କରି। ସମ୍ପଦ ମଦିରା ସମାନ, ଆନନ୍ଦ କରୁଥାଏ ମନ। ଅତି ଅଚିନ୍ତା ସର୍ବେଶ୍ୱର, ଆନନ୍ଦ କେ କହୁଁ ତାହାର। ମଦନ ରସେ ମତି ଥାଇ, ଯୁବତୀ ସଙ୍ଗ ନ ଛାଡ଼ଇ।
ଅଶାସ କଟା ଜୁଆ ଖେଳି ବେଶ୍ୟା ସଙ୍ଗତେ କରେ କେଳି ଗନ୍ଧ ଚନ୍ଦନ ପୁଷ୍ପମାନ ଉତ୍ତମ ରତନ ବସନ ଏହି କଥାକୁ ସ୍ନେହ କରେ ମୋ ନାମ ମୁଖରେ ନ ଧରେ ସେ କେହ୍ନେ ପାଇବ ସୁଗତି ଶୁଣ ଉଦ୍ଧବ ଦେଇ ମତି ପୂର୍ବେ ଯେ ଏକ ବିପ୍ର ଥିଲା ଅନେକ ଦାନ ଧର୍ମ କଲା ନାମ ତା ଦାମୋଦରପତି ଭାରିଜା ନାମ ଚନ୍ଦ୍ରକାନ୍ତି ଘର ତା କନାତଳ ଦେଶେ ବଡ଼ାଇ ଧନୀ ସେ ବିଶେଷେ ଗୋରୁ ମହିଷ ପ୍ରମିତ ପଦାର୍ଥ କେ କରିବ ଅନ୍ତ ସେ ଦାମୋଦର ଦ୍ୱିଜବର ପତ୍ନୀ ସଙ୍ଗତ କଲା ଦୂର ଥକାଏ ଦିନ ଭୋଗ କଲା ପଛକୁ ରମଣୀ ତେଜିଲା ପତ୍ନୀ ସଙ୍ଗତେ ନ ବସଇ ଯେସନେ ନପୁଂସକ ଥାଇ ପ୍ରିୟାତା ଅତ୍ୟନ୍ତ ସୁନ୍ଦରୀ କି ଜାଣି ସ୍ୱର୍ଗ ଅପସରି ବୟସ 16 ମୃଗାକ୍ଷୀ ଲାଜେ ସେ ନ ବୋଲଇ କିଛି ତା ଅଙ୍ଗ ସଙ୍ଗ ଛାଡ଼ି କରି ଛାଡ଼ିଲା ସର୍ବ ସୁଖ ସିରି ଭଜିଲା ମୋହର ପୟରେ ରାତ୍ର ଦିବସ ନିରନ୍ତରେ ସାତ୍ୱିକ ଗୁଣେ କର୍ମ କରି ରଜତାମସ ପରିହରି ଭକ୍ତକୁ ଦେଖିଲେ ନୟନେ ପୂଜଇ ଦେବତା ସମାନେ ଦିଅଇ ପାଣି ପଣା ଛତ୍ର ବିକଳ୍ପ ନଥାଇ ତା ଚିତ୍ତ ଦୁର୍ଭିକ୍ଷ କାଳେ ଅନ୍ନଦାନ ଯାଚି ଦିଅଇ ଅନୁକ୍ଷଣ ବହୁତ ବାର ବ୍ରତ କରି ଇନ୍ଦ୍ରଗଣଙ୍କୁ ଦେଲା ମାରି ସମମଣଇ ସର୍ବଜୀବ ହୃଦୟ ନ ଥାଉ ହିଂସା ଭାବ ନିଷ୍ପାପ ଅଟଇ ତା କାୟା ପ୍ରାଣୀଙ୍କୁ ନଥାଇ ତା ମାୟା ସର୍ବଦା ଅନୁରାଗ ବହେ ନିର୍ଦ୍ଦୟପଣ କେବେ ନହେ ଯାଇ ଦୁର୍ଜନର ଯେ ପାଶ ନକରେ ପର ଦ୍ରବ୍ୟ ଗ୍ରାସ ଭୋଜନେ ତେଡ଼େ ଇଚ୍ଛା ନୁହେଁ ଅନ୍ନ ଆହାର ଦିନ ନିଏ ଏମନ୍ତେ କେତେ କାଳ ଗଲା ବ୍ରାହ୍ମଣ ମନେ ବିଚାରିଲା ଏହା ଯେ ଅନିତ୍ୟ ସଂସାର ଜୀବନ ଅଟଇ ଅଚିର ଅସ୍ଥି ମାଂସ ଚର୍ମ ଶୋଣି ଏ ପିଣ୍ଡ ଅଟଇ ପ୍ରମାଣୀ ଏମନ୍ତ ଭାବେ ଦେହ ଅଙ୍ଗ ପୀଡ଼ଇ ନାନା ପ୍ରାଣୀ ସଙ୍ଗ ନାଡ଼ି ଲୁଚାଇ ଅନ୍ତର୍ପିତ ପୁରୀ ରହିଛି ହୃଦଗତ 64 ଗୋଟି ରୋଗ ଏ ଦେହେ ହୋଇଛି ସଂଯୋଗ ଆବର ଅଛି ମଳମୂତ୍ର ବିଧାତା କଲା ଘଟ ସୂତ୍ର ଥୋଇଲା 5 ମନ ଏଥେ 25 ପ୍ରକୃତି ସହିତେ ରଜତାମସ କାମ କ୍ରୋଧ ପୁରୀ ରହିଛି ଦେହ ମଧ୍ୟ ଏଥେ ରହିଛି ଜୀବ ଆତ୍ମା ବିଚାରୁ ଅଛି ମାୟା ମାତ୍ମା ଏ ଦେହ ଜଳ ବିମ୍ବ ପରି ସ୍ଥିର ଯେ ନୁହଁ କାହାରି କ୍ଷଣ ମାତ୍ର କେଥୁ ଯାଇ ମୁକତି ଗତି ସେ ନ ପାଇ ପୁତ୍ର ଭାରି ଯା ଧନ ପ୍ରାଣ ଏମାନେ ସବୁ ଅକାରଣ ମୁମୂଢ଼ ନର ଦେହ ବହି କୃଷ୍ଣଙ୍କୁ ଗଳି ନ ପାରଇ ସଂସାର ତରିବି କେମନ୍ତ ପୁଣି ଭାବଇ ହୃଦଗତେ
ଘର ଜଞ୍ଜାଳ ତେଜି ଯିବି, ଉଦାସ ଭାବେ ଦିନ ନେବି। ତ୍ରାହି ନରିବେ ନାରାୟଣ, କୃଷ୍ଣରେ ପଶିବି ଶରଣ। ଏତେ ବିଚାରି ତହୁଁ ଗଲା, ପତ୍ନୀର ସନ୍ନିଧେ ମିଳିଲା। କହଇ କୋମଳ ବଚନ, ଶୁଣରେ ଯୁବତୀର ତନ। ମୁହାଦେ ଯିବି ବାରାଣସୀ, ଦେଖିବି ପ୍ରଭୁ ଦେବ କାଶୀ। ଗଙ୍ଗାରେ କରିବି ସ୍ନାନ, ବୁଲିବି ନାନା ତୀର୍ଥମାନ। ଆସିବି କିଛି ଦିନ ଅନ୍ତେ, ଦିବସ ନହିବ ତୁ ଚିତେ। ଭଣଇ ଦିନ କୃଷ୍ଣ ଦାସ, ଏକସ୍ତରୀ ପଦରେ ଶେଷ। ଇତି ଶ୍ରୀ ମାଘ ମହାତ୍ମ୍ये ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ଦାମୋଦର ପ୍ରତିକଥନେ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ। ଶ୍ରୀ ଭଗବାନ ବାଚ, କହନ୍ତି ପ୍ରଭୁ ଭଗବାନ, ଉଦ୍ଧବ ହୁଅ ସାବଧାନ। ଶୁଣ ତୁ ଏକ ମନ ଦେଇ, କଳମସ ଯାଉ ତୋର ଦେହି। ବ୍ରାହ୍ମଣ ପତ୍ନୀ କି କହିଲା, ତୀର୍ଥକୁ ଯିବଇଁ ବୋଇଲା। ବ୍ରାହ୍ମଣ ମୁଖ ଏହା ଶୁଣି, ବିଷାଦ ଲଭିଲା ତରୁଣୀ। ବିକଳେ ବୋଲଇ ଉତ୍ତର, ହେ ପତି ଏ ବୁଦ୍ଧି ନ କର। ପୁତ୍ର ଦୁହିତା କିଛି ନାହିଁ, କେମନ୍ତେ ଏକା ଥିବି ମୁହିଁ। ତୁମ୍ଭେ ଆସିବ କେତେ ଦିନେ, କହ ହେ ସ୍ୱରୂପ ବଚନେ। ବ୍ରାହ୍ମଣ ବୋଇଲେ ରେ ସହି, ଆସିବି ଦିନା କେତେ କହି। ତୁମର ଜୀବନ ମୃଗାକ୍ଷୀ, ମୁଁ ତୋତେ ନ ପାରଇ ମୂର୍ଚ୍ଛି। ନିକଟେ ଆସିବି ସଂଗାତ, ତୋ ଆଗେ କହୁଅଛି ସତ୍ୟ। ଶୁଣି ସନ୍ତୋଷ ବାଳା ହେଲା, ବ୍ରାହ୍ମଣ ସନ୍ତୋଷେ ହୋଇଲା। ଯିବାକୁ ଦବେ ଗମନ, ପିନ୍ଧିଲା ସକଳ ବସନ। କପାଳେ ଘେନି 10 ଚିତା, ସ୍କନ୍ଧରେ ସାଭଇ ପଇତା। ଶ୍ରବଣେ ଶୋଭିତ କୁଣ୍ଡଳ, ଗଳାରେ ରୁଦ୍ରାକ୍ଷର ମାଳ। ଧଇଲା ଛତା ପୋଥି ହାତେ, ଗଡ଼ୁ ତମ୍ବା ପାତ୍ରୀ ସହିତେ। ଆବର କୁଶ ଭିଡ଼ି ନେଇ, ପବନକୁ ଗଲା ଖର ହୋଇ। ଅନେକ ଧନ ରତ୍ନ ଥିଲା, ବ୍ରାହ୍ମଣ କିଛି ନ ନେଲା। ପତ୍ନୀ ଯେ ଗଲା କଗୋଡ଼ାଇ, ବାଟରୁ ଦେଲା ଲେଉଟାଇ। ଏକାନ୍ତେ କରଇ ଗମନ, ହୃଦେ ଚିନ୍ତଇ ଭଗବାନ। ଏମନ୍ତେ କେତେ ଦୂର ଗଲା, ଶବର ପଲ୍ଲୀରେ ମିଳିଲା। ସେଠାରେ ଉପବାସ କରି, ଅନିଦ୍ରେ ବଞ୍ଚିଲା ସର୍ବରି। ପ୍ରଭାତେ ଗଲା ପଥ ବାହି, କାବେରୀ ନଦୀ ତୀରେ ଯାଇ। ତହିଁ ସାରିଲା ନିତ୍ୟ କର୍ମ, ଯାଇ ଦେଖିଲା ଏକ ଗ୍ରାମ। ସେ ନଗ୍ର ଜନେ ତାକୁ ଦେଖି, ଆନନ୍ଦେ ହୋଇ ମହା ସୁଖୀ। ଆସନ ଦେଇ ବସାଇଲେ, କାହୁଁ ଅଇଲ ପଚାରିଲେ। ବ୍ରାହ୍ମଣ କହିଲା ସମସ୍ତ, ଶୁଣି ହରଷ ତାଙ୍କ ଚିତ୍ତ। ତଣ୍ଡୁଳ ହାଣ୍ଡି ଦେଲେ ଆଣି, ରାନ୍ଧି ଭୁଞ୍ଜିଲା ବିପ୍ରମଣି। ତକ୍ଷଣେ କଲା ଗମନ, ସେଠାରୁ କଲା କଗମନ। କେବଳ ଠାବେ ଦିନେ ରହି, ପୁଣି ପ୍ରଭାତୁ ଚଳି ଯାଇ। କାହିଁର ହୋଇ ଦିନ ଚାରି, ଅତି ଦୁଃଖରେ ଦିନ ହରି।
କାହିଁର ହୋଇ ପକ୍ଷ ଦଶ ଭ୍ରମଣ କରେ ଚଉପାଶ ଚଳଇ ପୂର୍ବ ମୁଖ ହୋଇ ବନ ପର୍ବତ ଚଳି ଯାଇ ପଥଗମୟୀ ଅତି ଶ୍ରମେ ଚଳିଲା ଶ୍ରୀ ପୁରୁଷୋତ୍ତମେ ସମୁଦ୍ରେ ସାରିଲା ସ୍ନାହାନ କୃଷ୍ଣଙ୍କୁ କଲା ଦର୍ଶନ ଖଣ୍ଡିଲା ଅଶେଷ ଦୁରିତ ଦର୍ଶନ ହୋଇଲା ମୁକତ ବ୍ରାହ୍ମଣ ମନରେ ହରସ ତହିଁ ରହିଲା ଦିନ ଦଶ ସେଠାରୁ ଚଳିଲା ତ୍ୱରିତ ହୋଇଲା ଉଦବେଗ ଚିତ୍ତ ଗଙ୍ଗାରେ ସ୍ନାହାନ କରିଣ ଦେଖିଲା ବିଶ୍ୱନାଥ ପୁଣ ମହାଦେବଙ୍କୁ ସ୍ତୁତି କରି ସେଠାରୁ ଗଲା ଅପସରି ଗୟା ତୀର୍ଥକୁ ଗଲା ଚଳି 40 ଦିନେ ଯାଇ ମିଳି ମୂର୍ତ୍ତିଏ ଅଛଇ ସେଠାର ନାମ ତାହାର ଗଦାଧର ସେଠାରେ ନିତ୍ୟ କର୍ମ ସାରି ଯାଇ ଦେଖିଲା ତ୍ରିପୁରାରୀ ଗଦାଧରକୁ ଦେଖି ଡୋଳେ ତୁରିତ ଗଲା ଅବହେଳେ ସାନନ୍ଦ ଦାମୋଦର ପତି ସେଠାରୁ ଚଳିଲା ତଡ଼ତି ସୁମରି ଶ୍ରୀ ଜଗନ୍ନାଥଙ୍କୁ ଗମଇ ପ୍ରୟାଗ ତୀର୍ଥକୁ ଏମନ୍ତେ ଗଲା କୋଶ ଚାରି ପଥେ ରହିଲା ଫୁଟି କରି ବସିଲା ବଟ ବୃକ୍ଷ ତଳେ କଲା ବିଶ୍ରାମ ଖରା ବେଳେ ଏକେ ଅଟଇ ମଧୁମାସ ପ୍ରଚଣ୍ଡ ଖରା ଯେ ପ୍ରକାଶ ଶରୀରୁ ବହେ ଶ୍ରମ ଝାଳ କ୍ଷୁଧାରେ ଉଦର ବିକଳ ବୃକ୍ଷ ଛାୟାରେ ଅଛି ବସି ଏମନ୍ତ ମଦନା ସୁକେଶୀ ସଙ୍ଗତେ ଦାସୀ ଗଣ ଘେନି ଆସିଣ ମିଳିଲା କାମିନୀ ଜାତିରେ ବେଶ୍ୟା ସେହୁ ନାରୀ ଅଟଇ ଅତ୍ୟନ୍ତ ସୁନ୍ଦରୀ ସ୍ନାହାନ ଅର୍ଥେ ଯାଉଥିଲା ବିପ୍ରକୁ ପଥରେ ଦେଖିଲା ଦକ୍ଷିଣ କଲା ନମସ୍କାର ସଧିରେ ବୋଲଇ ଉତ୍ତର କେବଣ ଦେଶରୁ ଆସିଲ କି କାର୍ଯ୍ୟ ଏଥେ ବିଜେ କଲ ଆଉ ତ ସଙ୍ଗେ କେହି ନାହିଁ ଏକାନ୍ତେ ବସିଛ କି ପାଇଁ ବ୍ରାହ୍ମଣ ବୋଲଇ ବଚନ ଶୁଣରେ ଯୁବତୀ ରତନ ଘର ମକନା ଉଜ ଦେଶ ହୁଡ଼ିଲି ପତ୍ନୀ ସଙ୍ଗ ଆସ ଓଇଲି ତୀର୍ଥ ଯାତ୍ରା ଅର୍ଥେ ଶ୍ରମରେ ବସିଲି ଏକାନ୍ତେ ହସିଣ ବୋଲଇ ଚତୁରୀ ଆସହ ଯିବା ଆମ୍ଭପୁରୀ ହାଣ୍ଡି ତଣ୍ଡୁଳ ଦେବି ମୋହି ରାନ୍ଧିଣ ଭୁଞ୍ଜିବ ଗୋସାଇଁ ଆଜ ମାତ୍ର କତହିଁ ଥିବି କାଲି ସକାଳୁ ଚଳିଯିବି ବ୍ରାହ୍ମଣ ପଚାରଇ ପୁଣି ଏ ନାରୀ ଧନବନ୍ତ ପ୍ରାଣୀ ଯେବେ ମୁଁ ଭେଟିଲି ଏହାକୁ ଯିବଇଁ ଏହାର ପୁରକୁ କ୍ଷୁଧାରେ ଶରୀର ଆରତ ରାନ୍ଧିଣ ଭୁଞ୍ଜି ମଇ ଭାତ ଏତେ ବିଚାରି ବିପ୍ରବର ତହୁଁ ଉଠିଲା ଧାତିକାର ବୋଲଇ ଏବେ ଚାଲ ଯିବା ତୁମ୍ଭର ଭବନ ଦେଖିବା ଭାଟ କଢ଼ାଇ ନେଲା ବାଳି ତାହାର ସାଥେ ବିପ୍ର ଚଳି ବେଳ ହୋଇଲା ଘଡ଼ି 10 ମଦନାପୁରେ ପରଦେଶ ଯୁବତୀ ମିଳିଲା ମନ୍ଦିରେ
ବ୍ରାହ୍ମଣ ବସିଛି ପିଣ୍ଡାରେ, ତକ୍ଷଣେ ମଦନା ତରୁଣୀ ହାଣ୍ଡି ତଣ୍ଡୁଳ ଦେଲାଣି। ରନ୍ଧନ ବିଧି ଯେତେ ଦ୍ରବ୍ୟ ତୁରିତେ ସମର୍ପିଲା ସର୍ବ। ବ୍ରାହ୍ମଣ କଲା କରନ୍ଧନ ଭୁଞ୍ଜିନ ହେଲା ତ ସମନ। ସେ ଆଚମନ ସାରି ଯାଇ ବସିଲା ମହା ସୁଖ ପାଇ। ରତ୍ନ ପଲଙ୍କ ପାରି ଦେଲା ବିପ୍ରଙ୍କୁ ତହିଁ ବସାଇଲା। ମଦନ ଗଲା ନିଜ ପୁରେ ଅନ ଭୁଞ୍ଜିଲା ଧାତିକାରେ। ତକ୍ଷଣେ ସାରି ଆଚମନ ହସ୍ତେ ଧଇଲା ଗୁଆ ପାନ। ଉତ୍ସୁକ ହୋଇଲା ଯୁବତୀ ମିଳିଲା ବ୍ରାହ୍ମଣର କତି। ତା ଦେଖି ବ୍ରାହ୍ମଣ ସନ୍ତୋଷ ବୋଲଇ ଆସ ସଖୀ ବସ। ସୁନ୍ଦରୀ ବସିଲା ତା ପାଶେ ତାମ୍ବୁଳ ଭୁଞ୍ଜଇ ହରସେ। ତ୍ରିଭଙ୍ଗୀ ଚାହିଁବା ମାତ୍ରକେ ଚିତ୍ତ ହରିଲା ନିମିଷକେ। ମଦନ ରୂପ ଗୁଣ ଚାହିଁ ବ୍ରାହ୍ମଣ ହୋଇଲା କମୋହି। ଅଙ୍ଗେ ପଡ଼ିଲା ପଞ୍ଚଶର ବୋଲଇ ହସ୍ତ ଧରି ତାର। ଭୋସଖୀ ଚନ୍ଦ୍ରମା ବଦନୀ ଚଞ୍ଚଳା କୁରଙ୍ଗୀ ନୟନୀ। ତୋହର ରୂପ ଗୁଣ ଦେଖି ମୁଁ ବଡ଼ ହୋଇଲଇ ସୁଖୀ। ମଦନେ ଅସ୍ଥିର ମୋ ଦେହି ଜୀବନର ଖରତି ଦେଇ। ନଇଲେ ବିସର୍ଜିବି ପ୍ରାଣ ଏକଥା ଅଟଇ ପ୍ରମାଣ। ମଦନା ବୋଇଲା କହସି ତୁମ୍ଭେ ତ ଅଟ ବ୍ରହ୍ମ ଋଷି। ଗୃହ ଭାରି ଯା ଧନ ଏଡ଼ି ଅଇଲ ସର୍ବ ସୁଖ ଛାଡ଼ି। ବିଷ୍ଣୁର ପାଦ ପଦ୍ମେ ଖଟ ତର୍ପଣେ ସିଦ୍ଧ ତୁମ୍ଭେ ଅଟ। ସକଳ ଗୁଣେ ଗୁଣ ନିଧି ଏବେ ତ କହୁଛ ବିଧି। ଯୁବତୀ ଯଦ୍ୟପି ରମିବ ସକଳ ଧର୍ମ ନାଶ ଯିବ। ବ୍ରାହ୍ମଣ ବୋଇଲରେ ସହି ଚିତ୍ତମ ଧରି ନ ପାରଇ। କାମେ ମୋ ଶକତ ଦେହ ନିର୍ଦ୍ଦୟ ତୁହି ସଖୀ ନୁହଁ। ଏକଥା ନ କହ ମୋ ଆଗେ ଦିଅ ସୁରତି ଦାନ ବେଗେ। ମଦନା ନ କହିଲା କଥା ହସିଣ ପୋତିଲା କମଥା। ବ୍ରାହ୍ମଣ କଲା ଲିଙ୍ଗନ ଅଧରେ ଦେଲା କଚୁମ୍ବନ। ବିବିଧ ପ୍ରକାରେ ସୁରତି କଲା ଦାମୋଦର ପତି। ବିଶେଷ ସ୍ୱର୍ଗର ବଳା ଜାଣଇ ରତିର ସକଳା। ବଢ଼ିଲା ସୁଖ ପ୍ରମେତ ତୋଷିଲା ବ୍ରାହ୍ମଣର ଚିତ୍ତ। ସ୍ଖଳିତ ହେଲା ରେ ତ ଯହୁଁ ରମଣୀ ଉପେକ୍ଷିଲା ତହୁଁ। ବ୍ରାହ୍ମଣ ହୋଇଲା କତୋଷୀ ଏକ ଆରକେ ହସା ହସି। ଧନ୍ୟ ସେ ମଦନା ସୁନ୍ଦରୀ ହେଳେ ମହିଳା ବ୍ରହ୍ମଚାରୀ। ଆପଣେ ତାମ୍ବୁଳ ଚୋବାଇ ଦେଲା ବ୍ରାହ୍ମଣ ତୁଣ୍ଡେ ନେଇ। ମଦନର ସେ ମାତି କରି ଉଚ୍ଛିଷ୍ଟ ବୋଲି ନ ବିଚାରି। ହରସେ ଭୁଞ୍ଜିଲା ତାମ୍ବୁଳ ପ୍ରେମର ସରେ ହୋଇ ଭୋଳ। ମଦନ ବୋଲଇ ବଚନ ମୁଁ ରାନ୍ଧି ପରସିବି ଅନ୍ନ। ତୁମ୍ଭେ ଭୁଞ୍ଜିବ ଅତି ସୁଖେ କେତେ ଯେ ରାନ୍ଧୁଥିବ ଦୁଃଖେ। ବ୍ରାହ୍ମଣ ସନମତ କଲା ମଦନା ପାକ ସମ୍ପାଦିଲା। ଆପଣେ ସମର୍ପିଲା ଅନ୍ନ
ବ୍ରାହ୍ମଣ କଲା ତ ଭୋଜନ, ସୁବାସ ଜଳ ଆଣି ଦେଲା, ବିପ୍ରତା ଚମନ କଲା। ପଲଙ୍କେ ବସିଲା ଯାଇ, କର୍ପୂର ତାମ୍ବୁଳ ଭୁଞ୍ଜଇ, ବିବିଧ ରସେ ସେ ବିହରି, ବ୍ରାହ୍ମଣ ବହୁ ଭୋଗ କରି, ଧର୍ମ କୀରତି ପାସରିଲା, ଅଧର୍ମ ପଥ ଆବରିଲା। ବୋଲନ୍ତି ପ୍ରଭୁ ଜଗନ୍ନାଥ, କାମର ମହିମା ଏମନ୍ତ। କେଡ଼େ ସୁଜ୍ଞାନୀ ଦ୍ୱିଜ ବର, ସେ ପୁଣି କଲା ଅବିଚାର। ସକଳ ବାର ବ୍ରତ ତେଜି, ରହିଲା ସ୍ତ୍ରୀ ସଙ୍ଗେ ମଜି। ମୋ ନାମ ତିଳେ ସେ ନ ଧରି, ରହିଲା ବେଶ୍ୟାକୁ ଆଦରି। ଏମନ୍ତେ କେତେ କାଳ ଗଲା, ବ୍ରାହ୍ମଣ ପ୍ରାଣ ତ୍ୟାଗ କଲା। ଯମର ଦୂତେ ତାକୁ ନେଲେ, ଅନେକ ଶାସ୍ତି ତାକୁ ଦେଲେ। ନୃପତି ଆଗେ କଲେ ନେଇ, ସକଳ ବୃତ୍ତାନ୍ତ ଜଣାଇ। ଚିତ୍ରଗୁପ୍ତକୁ ଚାହିଁଣ, ଯମ ବୋଇଲେ ତାକୁ ପୁଣ। ଏ ମହାତ୍ମା ମଞ୍ଚେ ଥିଲା, କେବଳ ଦାନ ଧର୍ମ କଲା। ଏକଥା କହ ମନ୍ତ୍ରୀ ତୁମ୍ଭେ, ଶୁଣିଲେ ପ୍ରତେ ଯିବୁ ଆମ୍ଭେ। ରାଜା ଆଜ୍ଞାରେ ମନ୍ତ୍ରୀ ବର, ଦେଖିଲେ ପାଞ୍ଜି ଧରି କର। କହନ୍ତି ଯୋଡ଼ିବେନି କର, ଶୁଣ ହେ ନୃପତି ଶେଖର। ଏହା ଦେଶ ବୁଦ୍ଧି ସୁଜାଣ, ଅଟଇ ଜାତିରେ ବ୍ରାହ୍ମଣ। ମର୍ତ୍ତ୍ୟମଣ୍ଡଳେ ହୋଥିଲା, ବହୁତ ଧର୍ମ ଆଚରିଲା। କାଳେ ସକଳ ତେଜା କରି, ପୁଣି ହୋଇଲା ଦେଶାନ୍ତରୀ। ଅନେକ ତୀର୍ଥ ଯାତ୍ରା କଲା, ତପସାଧୀନ ଦିନ ନେଲା। ବିବେକ ବୁଦ୍ଧି ହରାଇ, ରହିଲା ବେଶ୍ୟା ଘରେ ଯାଇ। ବେଶ୍ୟା ସଙ୍ଗତେ ରତି କଲା, ତା ଘରେ ଅନହି ଖାଇଲା। ତେଣୁ ନାସିଲା କୁଳ ଧର୍ମ, ତେଜିଲା ଗୋବିନ୍ଦର ନାମ। ମଲା ଥକାଏ ଦିନ ଅନ୍ତେ, ଧରି ଆଣିଲେ ଯମଦୂତେ। ଯେ ତୁମ୍ଭ ବିଚାରେ ଯୋଗାଇ, ସେ କଥା କରିବେ ଗୋସାଇଁ। କୋପେ ବୋଇଲା ତାକୁ ଯମ, ଏ ମୂଢ଼ କଳସହୀନ କର୍ମ। ପ୍ରଥମେ ଧର୍ମ ଆସେ କଲା, ପୁଣି ତ ପାପ ଆଚରିଲା। ତହିଁର ଶାସ୍ତି ଏବେ ପାଉ, ଶୃଗାଳ ରୂପେ ଜାତ ହେଉ। ପରେ ଅର୍ଜିବ ପୁଣି କାଳ, ଏକ୍ଷଣି ହେଉ ଏ ଶୃଗାଳ। ଗିରି ଯେ ଅଛି ମଞ୍ଚପୁରେ, ଗୌରୀ ନଦୀର କୂଳରେ। ସେଠାରେ ଗଣ୍ଡକୁ ବନସ୍ଥ, ଗୋପୁଣ୍ୟ ବୋଲିଣ ପର୍ବତ। ବ୍ରହ୍ମକ ବୋଲିଣ ଶୃଗାଳ, ସେ ଗିରି ଶିଖରେ ତାଳ। ଜାତକେଶ୍ୱର ସେ ଅଟଇ, ଆଗମ ନିଗମ ଜାଣଇ। ଭାରି ଯା ନାମ ଅଭିପ୍ରାଣୀ, ଅପୁତ୍ରିକ ସେବେନି ପ୍ରାଣୀ। ତାହାର ଗର୍ଭେ ଜାତ କର, ଶୃଗାଳ ହେଉ ଏ ପାମର। ବିବିଧ ମୃତ ମାଂସ ଖାଉ, ପଶୁ ହୋଇଣ ଦିନ ନେଉ। ପୁଣି ଏହାର ଅନ୍ତ କାଳେ, ସ୍ୱର୍ଗେ ବସିଣ ପୁଣ୍ୟ ବଳେ। ବ୍ରାହ୍ମଣ ବୋଲଇ ଗୋସାଇଁ, ଯେବେ ଶୃଗାଳ ହୋଇ ବଇଁ। ଦୋଷକୁ ପାଇଲଇଁ ଶାସ୍ତି, କେ ତାହା କରିବଟି ନାସ୍ତି। ଆଉ ନ ଥାଏ ମତେ ଦେବ,
ଏ ଜନ୍ମ କଥା ମନେ ଥିବ ଜାତକେଶ୍ୱର ମୁଁ ହୋଇବି। ଏ ଜନ୍ମ କଥାକୁ ଜାଣିବି ତେବେ କରିବ ଧର୍ମ କୀର୍ତ୍ତି ପୁଣି ଲଭିବ ପୁଣ୍ୟ ଗତି। ଶୁଣି ବୋଲ ଇ ଧର୍ମ ରାଜା ଜାତକେଶ୍ୱର ତୁ ହୁଅ ଯା। ଯମ ଆଜ୍ଞାରେ ତାକୁ ନେଲେ ଶୃଗାଳ ରୂପେ ଜାତ କଲେ। କହନ୍ତି ପ୍ରଭୁ ନାରାୟଣ ଉଦ୍ଧବେ ସାବଧାନେ ଶୁଣ। ତୁ ଯେ ପୁଛିଲୁ ଧର୍ମ ଅର୍ଥ ତେଣୁଟି କହିଲୁ ସମସ୍ତ। ଶ୍ରବଣ ପଥେ ଏହା ଶୁଣି ନିନ୍ଦା କରନ୍ତି ଯେଉଁ ପ୍ରାଣୀ। ଅନ୍ତେ ପଡ଼ନ୍ତି ନର୍କେ ଯାଇ ଜନ୍ମ ହୁଅନ୍ତି ପଶୁ ଦେହି। ସୁଜନେ ଶୁଣି ହୁଅ ତୋଷ ଭଣେ ନୃସିଂହ ଦାସ ଶିଷ୍ୟ। କହଇ ଦିନ କୃଷ୍ଣ ଦାସ ତ୍ରାହି କରିବେ ପୀତବାସ। ଉଦ୍ଧବେ କହେ ମହାବାହୁ 160 ପଦଏହୁ। ଇତି ଶ୍ରୀ ମାଘ ମହାତ୍ମ୍ୟ ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ଦାମୋଦର ପ୍ରତି ପ୍ରସ୍ତାବ କଥନେ ନାମ 4th ଅଧ୍ୟାୟ।